সম্মান ন দেখে খেল কোন পে খেলুଛନ୍ତି তাଙ୍କୁ কোন কিছু শুভুনি না তাଙ୍କୁ দিশুনি আগামী দিନରେ সিଏ ବି ପ୍ରସ୍ତୁତ କରନ୍ତୁ ଯେ ଏଇ ଭୋଟ ବ୍ୟାଙ୍କ କଣ କରିକି ଦେଖେଇ ପାରିବେ। ଆମେ ତ ସବୁ ଗରିବ ସ୍ତରର ଲୋକ ନା, ଆମେ ତ ଧନୀ ଘରର ଲୋକ, ଧନୀ ଘରର ଲୋକ ହେଇକି ଆଜି ରାଜପତ୍ର ପ୍ରଚାର ପାଇଁ ସେମାନେ ହୁଅନ୍ତୁ ନାରୀ ଶକ୍ତି ଦେଶରେ ଆଣିବେ ଦୃଢ଼ ପ୍ରତିଜ୍ଞା। ଆସନ୍ତାକାଲି 12ଟା ବେଳ ପର୍ଯ୍ୟନ୍ତ ଅପେକ୍ଷା କରୁଛୁ ସରକାର ତାଙ୍କ ତରଫରୁ କିଛି ନିଷ୍ପତ୍ତି ନିଅନ୍ତୁ, ନଚେତ୍ ମା ମାନେ ଯଦି କିଛି ବିଶୃଙ୍ଖଳା କରନ୍ତି ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ। ତାମାନେ ସରକାର ଦେଖିବନି ତ ଆସ ଦେଖ ଏଠି ମହିଳାମାନେ କଣ ସହୁଛନ୍ତି କେତେ ପଦସ୍ଥରେ ରହିଛନ୍ତି ଯଦି ଆଉ 2 ଦିନରେ ମୁଣ୍ଡ ଗଡ଼ିଯିବ ଆପଣ ଦାୟୀ ହେବେ କି ଆସିକି ଦୟା କରିକି ଠିକରେ କହିକି ଯାଆନ୍ତୁ ମା ମାନଙ୍କ ସମ୍ମାନ ଆପଣ ଛଡ଼େଇବାକୁ କିଏ ଆସେ ଆମ ହକ୍ ପାଇଁ ଲଢ଼େଇ କରୁଛୁ ଲଢ଼େଇ କରିବୁ ଶେଷ ନିଶ୍ଚିତ ପର୍ଯ୍ୟନ୍ତ କରିବୁ ପ୍ରଶାସନ ନେଇ ସାରିଛି କିନ୍ତୁ ଏପର୍ଯ୍ୟନ୍ତ କିଛି ତାର ଆନ୍ସର ଆସିନି କାଲି ଗୋଟେ ମ୍ୟାଡାମଙ୍କର ଆମର ଭିଡିଓରେ ଭାଇରାଲ ହେଇଛି ଗୋଟେ ନ୍ୟୁଜ ଦେଇଛନ୍ତି ସେ ଯୋଉ ନ୍ୟୁଜଟା ଦେଇଛନ୍ତି ମୁଁ ଆଜି ବହୁତ ଗୁଡ଼ାଏ କ୍ୱେଶ୍ଚିନ୍ କରିଛି ଆପଣଙ୍କ ମାଧ୍ୟମରେ ବି କରୁଛି ମୁଁ ତାଙ୍କୁ ପଚାରିବାକୁ ଚାହୁଁଛି ଆମେ ତ ସାଧାରଣ ହେଇଛି ଆମେ ତ ଆପଣଙ୍କ ଭଳିଆ ପଣ୍ଡିତ ନୁହେଁ କି ଏତେ ପାଠ ପଢୁଆ ଲୋକ ନୁହେଁ ଆପଣ ବହୁତ ପାଠ ପଢୁଆ ଲୋକ ଏଜୁକେସନ ଲୋକ ତ ମତେ ଟିକେ କୁହନ୍ତୁ ଆପଣ ଆମେ କୋଉଟାକୁ ବିଶ୍ୱାସ କରିବୁ ଆପଣ ଯୋଉ ଲେଟର ବାହାର କରିଛନ୍ତି ସେଇଟାକୁ ବିଶ୍ୱାସ କରିବୁ ନା କାଲି ଯୋଉ କଥାରେ କହିଛନ୍ତି ତାକୁ ବିଶ୍ୱାସ କରିବୁ ଆପଣ ଲେଟର ଦେଖିକି ମନ୍ତବ୍ୟ ଦିଅନ୍ତୁ ନା ଆପଣ ଗୋଟେ ମନ୍ତବ୍ୟ ଦେଇଛନ୍ତି ଏମାନେ ହଉଛନ୍ତି ଯୋଉ ଆମର ପ୍ରଭାତୀ ମ୍ୟାଡାମ କାଲି ଗୋଟେ ମେସେଜ ଦେଇଛନ୍ତି ସେ କହିଛନ୍ତି ଯେ ଏମାନେ ହଉଛନ୍ତି ଆମର କଣ ନିର୍ବାଚିତ ପ୍ରତିନିଧି ଯଦି ଏମାନଙ୍କୁ ଆମେ ସ୍ଥାୟୀ କରିଦେବୁ ତାହେଲେ ଏମଏଲଏ ବି ସ୍ଥାୟୀ ହେଇଯିବେ ଠିକ ଅଛି ଆପଣଙ୍କ କଥା ରହୁ ଆପଣ ମଙ୍ଗିଲେ ଯେ ଆମେ ହଉଛି ନିର୍ବାଚିତ